ଦ୍ରୁତ ଗତିରେ ଓଡ଼ିଶାର ବିକାଶ। ବର୍ଷକ ମଧ୍ୟରେ ଆସିଛି 17 ଲକ୍ଷ କୋଟିର ପୁଞ୍ଜି। ଖବରଟି ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁମାତ୍ରା ସେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ଶିଳ୍ପାୟନ ଓ ଘରୋଇ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା। ବର୍ଷର ପ୍ରଥମ 3 ମାସରେ ରାଜ୍ୟରେ ହୋଇଛି 1.4 ଲକ୍ଷ କୋଟିର ନିବେଶ। ବର୍ଷକ ମଧ୍ୟରେ ଆସିଛି ମୋଟ 17 ଲକ୍ଷ କୋଟିର ପୁଞ୍ଜି ପ୍ରସ୍ତାବ। ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱର ମିଳାଇଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ଦେଶର ମୋଟ ଘରୋଇ 40% ହାତେଇଛି ଓଡ଼ିଶା। ପ୍ରତିଫଳିତ ହୋଇଛି ଓଡ଼ିଶାରେ ନିବେଶ ପାଇଁ ମୋଦି ଗ୍ୟାରେଣ୍ଟିକୁ ଭରସା। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ଘରୋଇ ପୁଞ୍ଜିନିବେଶ କ୍ଷେତ୍ରରେ ବଡ଼ ବାଜି ମାରିଛି ଓଡ଼ିଶା। CMIE ରିପୋର୍ଟ ଅନୁସାରେ ଘରୋଇ ପୁଞ୍ଜିନିବେଶ କ୍ଷେତ୍ରରେ ଦେଶର ଶୀର୍ଷ ସ୍ଥାନ ଅଧିକାର କରିଛି ଓଡ଼ିଶା। ଏପ୍ରିଲରୁ ଜୁନ୍ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ରାଜ୍ୟରେ 1.4 ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, ଖୋର୍ଦ୍ଧା, ଗୋପାଳପୁର ଓ ଯାଜପୁରରେ ଅନେକ ଶିଳ୍ପ ଗ୍ରାଉଣ୍ଡ ବିକ୍ରି ହୋଇଛି। ବର୍ଷ ଓଡ଼ିଶା ସମ୍ମିଳନୀରେ ଆସିଥିବା ନିବେଶ ପ୍ରସ୍ତାବକୁ ଶୀଘ୍ର ଗ୍ରାଉଣ୍ଡିଂ କରିବା ପାଇଁ ସରକାରଙ୍କ ଯୋଜନା ରହିଛି। ଲୋକଙ୍କ ସରକାରରେ ପୁଞ୍ଜିନିବେଶ ବଢ଼ିବା ସହ ଅର୍ଥନୀତି ସୁଦୃଢ଼ ହେଉଛି। ସପ୍ତାହେ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଏକ୍ସ ଯୋଗେ ବି ଏହି ସୂଚନା ଦିଆଯାଇଥିଲା। ଆଶାଜନକ ନିବେଶ ଆସିବା ଦ୍ୱାରା ବଡ଼ ବିକାଶ ପାଇଁ ଫିଟିଛି ବାଟ। ରାଜ୍ୟରେ ଶିଳ୍ପାୟନ ଓ ବିକାଶ କ୍ଷେତ୍ରରେ 24 ବର୍ଷ ଧରି ଲାଗି ରହିଥିବା ସ୍ଥାଣୁତା ଦୂର ହୋଇଛି। ନିବେଶକଙ୍କୁ ଆକର୍ଷିତ କରିବାକୁ ଗତ ବର୍ଷ ଭିତରେ ଅନେକ ପ୍ରୟାସ କରିଛନ୍ତି ରାଜ୍ୟ ସରକାର। ନିଜେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ ସିଙ୍ଗାପୁର ଓ ଦୁବାଇ ଯାଇ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ। ଗତ ଜାନୁଆରୀରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ନିବେଶକଙ୍କୁ ଆକର୍ଷିତ କରିବାରେ ବଡ଼ ସଫଳତା ହାସଲ କରିଥିଲା ଓଡ଼ିଶା। ବିଜେପି ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଯୋଗୁଁ ପୁଞ୍ଜିନିବେଶ ଆକର୍ଷିତ କରିବାରେ ଓଡ଼ିଶା ରେକର୍ଡ କରିଥିବା କହିଛନ୍ତି ବିଶେଷଜ୍ଞ। ଓଡ଼ିଶାକୁ ଏହି ବଡ଼ ପୁଞ୍ଜିନିବେଶ ଆସିବା ପଛରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟିରେ ରହିଛି ବଡ଼ ଭୂମିକା। ଜାନୁଆରୀରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଓଡ଼ିଶାରେ ନିବେଶ ପାଇଁ ଦେଶ ବିଦେଶର ଶିଳ୍ପପତିଙ୍କୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ। ଆଉ କହିଥିଲେ ଓଡ଼ିଶାର ନିବେଶ ପାଇଁ ଏହା ପ୍ରକୃଷ୍ଟ ସମୟ। ପାରାଦୀପରେ ମଧ୍ୟ ଓଡ଼ିଶାର ଶିଳ୍ପ ସମ୍ଭାବନା ନେଇ ବଡ଼ କଥା କହିଥିଲେ ମୋଦି। ଖଣିଜ ଓ ଜଙ୍ଗଲ ସମ୍ପଦରେ ଭରା ଓଡ଼ିଶା 450 କିଲୋମିଟରରୁ ଅଧିକ ସୁଦୀର୍ଘ ଉପକୂଳ ରେଖା। କଳା ସଂସ୍କୃତି ଦୃଷ୍ଟିରୁ ସମୃଦ୍ଧ ରାଜ୍ୟ ପୁଣି ସୂଚନା ପ୍ରଯୁକ୍ତି ବିଦ୍ୟାରେ ତାଲିମପ୍ରାପ୍ତ ରାଜ୍ୟରେ ହଜାର ହଜାର ମାନବ ସମ୍ବଳ। କିନ୍ତୁ ବିଡ଼ମ୍ବନା, ବେଙ୍ଗାଲୁରୁରୁ ବିନିଯୋଗ ହେଉଛି ଓଡ଼ିଶାର IT ଛାତ୍ରଙ୍କ ମୁଣ୍ଡ। ଗୁଜରାଟରେ ସୁରାଟରେ ବହୁଛି ପରିଶ୍ରମୀ ଓଡ଼ିଶାଙ୍କ। ଆନ୍ଧ୍ରାରେ ବିନିଯୋଗ ହେଉଛି ଓଡ଼ିଶା ଖଣିଜ ସମ୍ପଦ। ଆମ ରାଜ୍ୟରେ ଏସବୁର ସଠିକ୍ ବିନିଯୋଗ ହୋଇପାରିଲେ ବିକାଶର ନୂଆ ମାଇଲ ଖୁଣ୍ଟ ଛୁଇଁବ ଓଡ଼ିଶା ଆଉ ଭାରତର ବିକାଶରେ ତୁଲାଇବ ବଡ଼ ଭୂମିକା। ଏହିପରି ଲାଟେଷ୍ଟ ଖବର ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରିବାକୁ ଜମାରେ ବି ଭୁଲନ୍ତୁ ନାହିଁ।